ଜଗତରେ ଚର୍ଚ୍ଚିତ ଘଟଣା ଥିଲା ଯେ ଗାଁରୁ ବାସନ୍ତ କଥା ରହିଥିଲା ଏବଂ ଏ ଘଟଣାଟି ଘଟିଥିଲା ଗଞ୍ଜାମ ଥାନା ଅନ୍ତର୍ଗତ କାଇଁଚପୁର ପଞ୍ଚାୟତର ଝରାପଦର ଗାଁରେ ହୋଇଥିଲା। ଯାହାଫଳରେ ସେ ଅନେକ ଥର ପ୍ରଶାସନକୁ ବା ଥାନାକୁ ଏବଂ ଜିଲ୍ଲା ପ୍ରଶାସନକୁ ଜଣାଇଲା ପରେ ତାର ସମସ୍ୟାର ସମାଧାନ ନ ହେବା ପରେ ରାଷ୍ଟ୍ରପତିଙ୍କୁ ଚିଠି ଲେଖିଥିଲେ। ମହାମହିମ ରାଷ୍ଟ୍ରପତିଙ୍କ ଠାରୁ ଚିଠି ଆସିଥିଲା ଜିଲ୍ଲା ପ୍ରଶାସନ ପାଖକୁ ଏବଂ ଏହାକୁ ତୁରନ୍ତ ସମାଧାନ କରିବା ପାଇଁ। ଯଥାଶୀଘ୍ର ମଧ୍ୟ ତାର ସମାଧାନ ପାଇଁ ଗଞ୍ଜାମ ଜିଲ୍ଲା ପ୍ରଶାସନ ବି ଅଣ୍ଟା ଭିଡ଼ିଥିଲା ଏବଂ ଯଥାଶୀଘ୍ର ଗୋଟେ ଦିନ ନ ବିତୁଣୁ ତାର ସମସ୍ୟାର ସମାଧାନ ହୋଇଛି। ଏବଂ ଦୁଇ ପରିବାର କଥା କୁହନ୍ତୁ, ଗ୍ରାମବାସୀ କଥା କୁହନ୍ତୁ ଏବଂ ଯେଉଁ ଅଭିଯୋଗ କରିଥିବାର ପରିବାରକୁ ଉଭୟଙ୍କୁ ପ୍ରଶାସନ ଡାକି ସମସ୍ୟାର ସମାଧାନ କରିଛନ୍ତି। କିଭଳି ଭାବରେ ସମସ୍ୟାର ସମାଧାନ ହୋଇଥିଲା ଏ ଦୃଶ୍ୟ ମୁଁ ଦେଖିବା ପାଇଁ ଚାହିଁବି। ଦେଖନ୍ତୁ, ଝରାପଦର ଗ୍ରାମରେ ରହିଛନ୍ତି ପୋଲିସ ପ୍ରଶାସନ ରହିଛନ୍ତି, ଜିଲ୍ଲା ପ୍ରଶାସନ ରହିଛନ୍ତି। ଜିଲ୍ଲା ପ୍ରଶାସନ ତରଫରୁ ତହସିଲଦାର ରହିଛନ୍ତି ଏବଂ ତହସିଲଦାର ରହିଛନ୍ତି, ଉପଜିଲ୍ଲାପାଳ ରହିଛନ୍ତି ଏବଂ ଏସଡିପିଓ ମହୋଦୟ ରହିଛନ୍ତି ପୋଲିସ ପ୍ରଶାସନ ତରଫରୁ। ଆମେ ସବ୍ କଲେକ୍ଟରଙ୍କ ସାଙ୍ଗରେ ଆଲୋଚନା କରିବା କ'ଣ ରହିଥିଲା ସମସ୍ୟାର ସମାଧାନ, କିଭଳି ସମସ୍ୟାର ସମାଧାନ। ଝରାପଦ ଗ୍ରାମରେ ଯେଉଁ କିଛି ଦିନ ତଳେ ଯେଉଁ ତାଙ୍କ ଭିତରେ ମନାନ୍ତର ହେଇ ସମସ୍ୟା ଉପୁଜିଥିଲା, ସେଥିନେଇ ଗାଁରେ ଗୋଟେ ବିଶୃଙ୍ଖଳା ମଧ୍ୟ ହେଇଥିଲା। ତ ଜିଲ୍ଲା ପ୍ରଶାସନ ତରଫରୁ ବିଭିନ୍ନ ପର୍ଯ୍ୟାୟରେ ଏଥିପାଇଁ ମିଟିଂ କରାଯାଇଥିଲା ଏବଂ ସମସ୍ୟାର ସମାଧାନ କିଭଳି ଭାବେ ବାହାରି ପାରିବ ସେଥିପାଇଁ ପଦକ୍ଷେପ ନିଆଯାଇଥିଲା। ଗତକାଲି ରାତିରେ ଗ୍ରାମର ସମସ୍ତ ପରିବାରର ସଦସ୍ୟ ଉପସ୍ଥିତ ଥାଇ ସେମାନେ ଏକ ସଭା କରିବା ପରେ ସର୍ବସମ୍ମତି କ୍ରମେ ସେମାନେ ନିଷ୍ପତ୍ତି ନେଇଛନ୍ତି ଯେ ଯାହା ଥିଲା ତାଙ୍କର ମନାନ୍ତର ତାକୁ ସେମାନେ ତୁଟେଇ ଗାଁରେ କିଭଳି ଭାବେ ସେମାନେ ଏକାଠି ରହିବେ, ଭାଇଚାରା କିଭଳି ଭାବେ ରହିବ ଆଉ ଭବିଷ୍ୟତରେ କୌଣସି ଅସୁବିଧା ହେବ ନାହିଁ ସେ ବିଷୟରେ ସେମାନେ ସର୍ବସମ୍ମତି କ୍ରମେ ନିଷ୍ପତ୍ତି ନେଇଛନ୍ତି। ତେଣୁକରି ଆଉ କୌଣସି ଅସୁବିଧା ହେବ ନାହିଁ ଏବଂ ଆପଣ ଗ୍ରାମବାସୀଙ୍କର ମଧ୍ୟ ମତାମତ ନେଇପାରିବେ, ସମସ୍ତେ ଏଥିରେ ରାଜି ଅଛନ୍ତି। ନିଶ୍ଚୟ ଭାବରେ ଉପଜିଲ୍ଲାପାଳ କହୁଥିଲେ ପ୍ରଶାସନ ତରଫରୁ ସମସ୍ତ ପ୍ରୟାସ କରାଯାଇଛି। ଉଭୟଙ୍କ ମଧ୍ୟରେ ମଧ୍ୟ ଯେଉଁ ମନାନ୍ତର ଥିଲା ତାହା ମଧ୍ୟ ସମସ୍ୟାର ସମାଧାନ ଘଟିଛି। ଆମେ ଆଲୋଚନା କରିବା, ଝରାପଦର ଗ୍ରାମର ଯେଉଁ ମୁଖିଆ ରହିଛନ୍ତି ତାଙ୍କ ସହିତ ଆଲୋଚନା କରିବା କ'ଣ ସମସ୍ୟାର ସମାଧାନ। ଆପଣଙ୍କ ନାଁ କ'ଣ? ମୋ ନାଁ ପି ଚନ୍ଦ୍ର ପ୍ରଧାନ। ଆପଣଙ୍କର ବାସନ କରାଯାଇଥିବା କଥା ଉଠୁଥିଲା, ଆଜି ତାର ସମସ୍ୟାର ଅନ୍ତ ଘଟିଛି କି? ଅନ୍ତ ଗତକାଲି ରାତିରୁ ସାର୍ ଅନ୍ତ ଘଟିଛି। କ'ଣ ସମସ୍ୟାର ସମାଧାନ ହେଲା? ସମାଧାନ ମାନେ ତାଙ୍କର ଯେଉଁ ବାସନ୍ଦ କରାଯାଇଥିଲା ସେ ବାସନ୍ଦ ପ୍ରତ୍ୟାହାର କରାଯାଇ ଭାଇ ଭଳି ଗ୍ରାମବାସୀଙ୍କ ସହିତ ସିଏ ମିଶିବେ ଏବଂ ଚଳିବେ। ଆଉ ଆଗକୁ ଏଭଳିଆ ପରିସ୍ଥିତି ମଧ୍ୟ ସୃଷ୍ଟି ହେବ ନାହିଁ। ଆଉ ଯେଉଁ ସମସ୍ୟା ଥିଲା ଆଉ ହେବ ନାହିଁ, ଆସନ୍ତା ଆଉ ଆଗାମୀ ଦିନରେ ଘଟିବନି। ନିଶ୍ଚୟ ଭାବରେ ଗାଁର ମୁଖିଆ କହୁଥିଲେ ମଧ୍ୟ ଯେଉଁ ସମସ୍ୟା ଥିଲା ତାର ସମସ୍ୟାର ସମାଧାନ ଘଟିଛି ଏବଂ ଉଭୟ ଆମେ ଭାଇ ଆଉ ଏବଂ ଯେଉଁ ଆଗ ଭଳି ସମ୍ପର୍କ ରହିଥିଲା ତାହା କରିବା। ଆଉ ଯେଉଁ ଭଉଣୀ ଅଭିଯୋଗ କରିଥିଲେ ତାଙ୍କ ସହିତ ବି ଆଲୋଚନା କରିବା। ଆପଣଙ୍କ ନାଁରେ ଯେଉଁ ଅଭିଯୋଗ ଆପଣ ଆଣିଥିଲେ ଯେ ଯେଉଁ ପ୍ରଶାସନ କରିନଥିଲେ କିନ୍ତୁ ପ୍ରଶାସନ ଏବେ ତାହାକୁ ହସ୍ତକ୍ଷେପ କରିଛନ୍ତି ଏବଂ ସମସ୍ୟା ସମାଧାନ ହୋଇଛି କି? ହଁ, ସମାଧାନ ହେଇଛି। ମତେ ଗାଁରେ ସମସ୍ତେ ମିଶେଇଲେ। କ'ଣ କ'ଣ ମିଟିଂ ହେଲା ଆପଣଙ୍କର? ଆପଣଙ୍କର କ'ଣ ମିଟିଂ ବୋଲେ ମତେ 6 ମାସ ହେଲା ବାସନ୍ତ ରଖିଥିଲେ। 6 ମାସରେ ବାସନ୍ତ ରଖିଥିଲେ, ତାନାର ସନ୍ତକ ଦେଇକିନା ଆଇଥିଲେ। ଗାଁରେ ମିଶେଇଲେନି, ମୁଁ ବେଶୀ କଷ୍ଟରେ ଚଳୁଥିଲି। ଏବେ ରାତିରେ ମିଟିଂ ଡକେଇକିନା ମତେ ସମସ୍ତେ ଭାଇ ଭଉଣୀ ତଳେ ମିଶିକିନା ରହିବ ବୋଲି କହିଦେଲେ। ଏବେ ଆପଣ ଖୁସି ତ? ଆପଣଙ୍କର ଯେଉଁ ଅଭିଯୋଗ ଥିଲା ତାହା ଏବେ ସମସ୍ୟା ସମାଧାନ ହୋଇଛି? କାଲି ଖୁସି ବୋଲେ ଘରକୁ ଆଉ ଜଣେଇଲେନି, ସେ ଦନ୍ଦାଟା କରିଛନ୍ତି। ସ୍ପଷ୍ଟ ଭାବରେ କୁହନ୍ତୁ, ଆପଣ ସମସ୍ୟା ସମାଧାନ ହୋଇଛି ତ? ସମାଧାନ ବୋଲେ ଗୋଟେ ଏଟା ରହିଗଲା ତ। ବୈଠକ କରାହେଲା, ଆପଣଙ୍କୁ ଆଉଥରେ ଯେମିତି ପୂର୍ବରୁ ରହୁଥିଲେ ସେମିତି ରହିବେ? ହଁ, ରହିବେ। ଦେଖନ୍ତୁ ଆଜ୍ଞା, ଆପଣଙ୍କର ଯୋଉ ଅଭିଯୋଗ ରହିଥିଲା ଆଜି ସବୁର ଅନ୍ତ ଘଟିଛି ତ? ହଁ, ଅନ୍ତ ଘଟିଛି। ଭଲ ମିଶେଇଲେ ରାତିରେ ବସିକି ଭାଇ ଭଉଣୀ ସମସ୍ତେ ବସିକିରି କହିଲେ ଆଉ ତାର ପୁନରାବୃତ୍ତି ହବନି। ପୁନରାବୃତ୍ତି ହବନି ବୋଲି କହିଲେ। ଯୋଉ 4 ମାସ 5 ମାସ ହେଲା ବାସନ୍ତ କରିଥିଲେ ରାତିରେ ଡାକିକିରି ନିଜେ ଡାକିଲେ, ମିଟିଂ ଏକ ବୈଠକ କରି ଡାକିକିରି କହିଲେ ହଁ ଭାଇ ଆଜିଠୁ ବାସନ୍ତ ତୁଟିଲା ବୋଲି କହିଲେ। ରାତିରେ ପ୍ରଶାସନ ସମ୍ପୂର୍ଣ୍ଣ ଭାବରେ ସହଯୋଗ କଲା? ସହଯୋଗ କରୁଛନ୍ତି। ନିଶ୍ଚୟ ଭାବରେ ଦେଖୁଥିଲେ ଉଭୟଙ୍କର ପ୍ରତିକ୍ରିୟା ରହିଥିଲା ଯେ ଯେଉଁମାନେ ବାସନ୍ତ କରିଥିବା କଥା କହୁଥିଲେ ବା ଗାଁର ମୁଖିଆ କହୁଥିଲେ ସେ ସମସ୍ୟା ଡାକିଲେ ଏବଂ ଭାଇ ଚାରା ମଧ୍ୟ ଯେଭଳି ଆଗରୁ ରହୁଥିଲା ତାହା ରହିବ। ପୋଲିସ ପ୍ରଶାସନ ସାଙ୍ଗରେ ବି ଆମେ ଆଲୋଚନା କରିବା। ଆମ ସାଙ୍ଗରେ ଏସଡିପିଓ ମହୋଦୟ ରହିଛନ୍ତି, ଆମେ ଆଲୋଚନା କରିବା। ସାର୍ କ'ଣ କହିବେ, କିଭଳି ଭାବରେ ଏହାକୁ ଆୟୋଜନ କରାଗଲା? ଆଗରୁ ମଧ୍ୟ ସାର ସମସ୍ୟାର ସମାଧାନ ଘଟୁନଥିଲା, କିଭଳି ଭାବରେ? ନାଇଁ, ଆମର କଥା ଆମର ଯେତେବେଳେ ସେ ଆସି ଥାନା ରିପୋର୍ଟ ହେଇଥିଲା, ତାପରେ ଥାନାବାଲା ଜାଣିଲା ପରେ ଆମେ ପ୍ରଶାସନ ତରଫରୁ ଗୋଟେ ସବ୍ କଲେକ୍ଟର ସାର୍ଙ୍କ ଅଫିସରେ ଗୋଟେ ମିଟିଂ କରିଥିଲୁ। ମିଟିଂରେ ବି କୁହାଯାଇଥିଲା ଯେ ଧାନ କଟା ସରିଲା ପରେ ଆମେ ସମସ୍ତେ ବସିକି ତାର ଆଶୁ ସମାଧାନ କରିବା। ଯାହା ହଉ ଗ୍ରାମବାସୀମାନେ ସେମାନେ କାଲି ବସିକି ସମସ୍ତ ଗ୍ରାମବାସୀମାନେ ବସିଲେ, ଘର ପିଛା ସମସ୍ତେ ଆସିଲେ, ତାଙ୍କୁ ଡକେଇଲେ ଓ ତାଙ୍କ ଭିତରେ ଗୋଟେ ଆପୋଷ ମିଳାମିଶା ହେଇକି ସମାଧାନ ହେଇଯାଇଛି। ଯେମିତି ସେ ଗାଁରେ ଆଗରୁ ଚଳୁଥିଲା, ଯାନି ଯାତ୍ରା ବିଭିନ୍ନ ସମୟରେ ଚାନ୍ଦା ଯେମିତି ଯାନି ଯାତ୍ରା ସମୟରେ ଦିଆଯାଏ ସେ ସବୁ କରିବ ଆଉ ସେ ଜିନିଷ ଆଉ ପୁନରାବୃତ୍ତି ହେବ ନାହିଁ।
निश्चित भाव में आमे मध्य खुशी व्यक्त करवा जे प्रशासन एभली प्रकार विलंब हेले मध्य तार सठिक समाधान करि पारिछि एवं उभयक गाँ भितर जो रही मतांतर रही गाँ भितर जो सुसंपर्क को नष्ट कर देइथिले पुणी थे से भूल को बुझी प्रशासन से मतैबार भी सफल होइछि एवं सेमानकु ए जो व्याधि रही ताठू दूरेई रहिबा पई मध्य निश्चित भाव में सेमानकु परामर्श देइछि। एहा द्वारा जिला प्रशासन मध्य तुरंत पदक्षेप नैथिबारु बई अंचलवासी खुशी व्यक्त करिसेंति एवं जो परिवार दुखरे काटुथिले जीवन यापन सेमाने भी खुशी व्यक्त करिसेंति एवं ग्रामवासी रे मध्य जो भाई को मध्य निजको कोलेई नैचंती ता मध्य समस्यार समाधान घटिछि एवं समस्त खुशी व्यक्त करिसेंति। आमे आशा करिबा गंजाम जिल्लार अनेक घटनार यथाशीघ्र यार पुनर्वृत्ति न होई समस्या समाधान हेले समस्त अंचलवासी मध्य खुशी हेबा सहित जिला प्रशासन रे जो व्याधि रही जिला प्रशासन को मध्य अन्य काम हस्तक्षेप माने समय विलंब होई अन्य ए काम समय देवा द्वारा अधिक क्षयक्षति होउछि एवं समालोचना हेबाकु पड़िछि गंजाम जिला। तेणुकरी आमे माध्यम आमर ये गंजाम जिलार जो समस्या रही व्याधि रही तुरंत यार समस्या समाधान सबु ग्राम होई आमे गोटे गंजाम सुंदर गंजाम तैयारी करिबार सक्षम होई परिबा। छत्रपुर सुधीर कुमार नांग रिपोर्ट एमबीसी न्यूज।